Hello everyone, welcome to my YouTube channel Learn with Age. आज ଆମେ discussion କରୁଛେ B.Ed 4th semester ର subject Gender, School and Society ର Unit 3 ର କିଛି previous year questions. So let's begin. Unit 3 ର ଏଇ part ରେ ଆମେ ସତ୍ୟଭାମାଙ୍କ ଉପରେ ଆଲୋଚନା କରିବା। ତାଙ୍କର ବୈଦିକ ଯୁଗରେ ବା ବୈଦିକ ପିରିୟଡରେ ସତ୍ୟଭାମାଙ୍କର ଇନଫ୍ଲୁଏନ୍ସ ବା ପ୍ରଭାବ କଣ ରହିଥିଲା ସେଇ ବିଷୟରେ ଆମେ ଆଲୋଚନା କରିବା। ତ ବୈଦିକ ପିରିୟଡ ହଉଛି ଭାରତୀୟର ଯୋଉଟା ଆନ୍ସିଏଣ୍ଟ ହିଷ୍ଟ୍ରି ଅଛି ପୁରାତନ ହିଷ୍ଟ୍ରିର ଗୋଟେ ଗୁରୁତ୍ୱପୂର୍ଣ୍ଣ ଯୁଗ ଯୋଉ ଟାଇମରେ କି ବହୁତ ମହିଳା ସମାଜ ସୋସାଇଟି ରିଲିଜିୟନ ବା ସମାଜ ଧର୍ମ ଏଜୁକେସନ ଏଇ ସବୁ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲେ। ତାଙ୍କ ମଧ୍ୟରୁ ସତ୍ୟଭାମା ହଉଛନ୍ତି ଜଣେ ଷ୍ଟ୍ରଙ୍ଗ ବା ଶକ୍ତିଶାଳୀ ବୁଦ୍ଧିମତୀ ବା ପ୍ରଭାବଶାଳୀ ନାରୀ ଭାବରେ ପରିଚିତ ଥିଲେ। ସେ ହଉଛନ୍ତି କୃଷ୍ଣଙ୍କର ଲର୍ଡ କୃଷ୍ଣ ତାଙ୍କର ପତ୍ନୀ ଯାହାର କି ହିନ୍ଦୁ ପୁରାଣର ବିଶେଷ ଭାବରେ ସ୍ଥାନ ଅଛି। କୃଷ୍ଣଙ୍କର ଆମେ ଜାଣିଛେ 2 ଜଣ ପତ୍ନୀ ଯୋଉମାନେ କି ରୁକ୍ମିଣୀ ଆଉ ସତ୍ୟଭାମା। ତ ସତ୍ୟଭାମାଙ୍କ ବିଷୟରେ ଏଠି ଆମେ ଆଲୋଚନା କରୁଛେ। ତ ବେସିକାଲି ସତ୍ୟଭାମା ତାଙ୍କର ସାହସ ତାଙ୍କର ଲିଡରସିପ ବା ନେତୃତ୍ୱ ଆଉ ତାଙ୍କର ସୋସାଇଟି କଣ ଅବଦାନ ଅଛି ସେଇଥିପାଇଁ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ପରିଚିତ। ତାଙ୍କର କ୍ୟାରେକ୍ଟର ବା ଚରିତ୍ର କଣ ଶୋ କରେ ନା ପୁରାତନ ସମୟରେ ମହିଳାମାନେ ବି ଶକ୍ତିଶାଳୀ ଓ ସମ୍ମାନିତ ଥିଲେ। ତ ୟାର୍ଲି ଲାଇଫ ଅଫ ସତ୍ୟଭାମାଙ୍କର ପ୍ରାରମ୍ଭିକ ଜୀବନ କଣ ଥିଲା? ସତ୍ୟଭାମା ହଉଛନ୍ତି ସତ୍ରଜିତ ତାଙ୍କର କନ୍ୟା ଥିଲେ। ସତ୍ରଜିତ ଜଣେ ଧନୀ ବା ରେସପେକ୍ଟେଡ ବ୍ୟକ୍ତି ଥିଲେ। ସତ୍ୟଭାମା ତାଙ୍କର ସୁନ୍ଦରତା ବା ବୁଦ୍ଧିମତୀ ଦୃଢ ସ୍ୱଭାବ ଏଇ ସବୁ ପାଇଁ ପରିଚିତ ଥିଲେ। ପରେ ସେ କୃଷ୍ଣଙ୍କୁ ବାହା ହେଇଥିଲେ ଆଉ ବାହାଘର ପରେ ସେ ଗୋଟେ ଗୁରୁତ୍ୱପୂର୍ଣ୍ଣ ରାଣୀ ଭାବରେ ପରିଚିତ ହେଲେ ଆଉ ତାଙ୍କ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତ ସତ୍ୟଭାମାଙ୍କର କଣ୍ଟ୍ରିବ୍ୟୁସନ ତାଙ୍କର କଣ ଥିଲା ତାଙ୍କର ଇନଫ୍ଲୁଏନ୍ସ କଣ ଥିଲା ସତ୍ୟଭାମାଙ୍କର ସାହସ ଓ ପ୍ରଭାବ କଣ ଥିଲା? ସତ୍ୟଭାମା ହଉଛନ୍ତି ଜଣେ ତାଙ୍କର ସାହସ ଆଉ ଶୌର୍ଯ୍ୟ ପାଇଁ ହିଁ ତାଙ୍କ ବ୍ରେଭେରୀ ପାଇଁ ହିଁ ସେ ପ୍ରସିଦ୍ଧ ଥିଲେ। ହିନ୍ଦୁ ପୁରାଣ ଅନୁସାରେ ସେ କୃଷ୍ଣଙ୍କ ସହିତ ନରକାସୁର ନାମକ ଜଣେ ଅସୁର ବା ଦାନବ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଏଇ ଯୁଦ୍ଧରେ ସେ ଅତ୍ୟଧିକ ସାହସ ଓ ଶକ୍ତି ଦେଖାଇଥିଲେ। ତାଙ୍କର ସାହସ ଦ୍ୱାରା ନରକାସୁର ଭଳି ଦୈତ୍ୟଙ୍କର ବି ପରାଜୟ ହେଇଥିଲା ଏବଂ ତାଙ୍କ ଦ୍ୱାରା ଯୋଉମାନେ ନରକାସୁର ଦ୍ୱାରା ଯୋଉମାନେ ବନ୍ଦୀ ହୋଇଥିଲେ ବହୁତ ନାରୀଙ୍କୁ ବି ମୁକ୍ତି ମିଳିଥିଲା। ଏଇଥିରେ ବି ଗୋଟେ ପାୱାର ଡିଟରମିନେସନ ଜଣେ ମାନେ ଏଇ କଥାରେ ନାରୀ ଶକ୍ତିର ପ୍ରତୀକ ଭାବେ ଦେଖାଯାଏ। ତ ତାଙ୍କର କଣ୍ଟ୍ରିବ୍ୟୁସନ ତ ଓମେନ୍ସ ଏମ୍ପାୱରମେଣ୍ଟ ତ ନାରୀ ସଶକ୍ତିକରଣରେ ତାଙ୍କ ଅବଦାନ କଣ ରହିଛି? ସତ୍ୟଭାମାଙ୍କୁ ନାରୀ ସଶକ୍ତିକରଣର ପ୍ରତୀକ ଭାବେ ବି ଦେଖାଯାଏ। ସେ ଜଣେ ଆତ୍ମବିଶ୍ୱାସୀ ସ୍ୱାଧୀନ ଓ ସାହସୀ ଥିଲେ। ନର୍ମାଲି କଣ କରନ୍ତି ମହିଳାମାନେ ଶାନ୍ତ ଓ ନିଷ୍କ୍ରିୟ ଭାବରେ ଦେଖାଯାଉଥିଲେ କିନ୍ତୁ ସତ୍ୟଭାମା ଯିଏ ହଉଛନ୍ତି ସତ୍ୟଭାମା ନେତୃତ୍ୱ ଶକ୍ତିର ଉଦାହରଣ ଥିଲେ। ଏହା ଦେଖାଯାଏ ଯେ ଏଥିରୁ ଆମେ ଜାଣିପାରିବା ଯେ ଆନ୍ସିଏଣ୍ଟ ସୋସାଇଟି ବା ପୁରାତନ ସମାଜରେ ମହିଳାମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବେ ଭୂମିକା ନିଭାଇ ପାରୁଥିଲେ। ତ ରୋଲ ଇନ୍ ସୋସିଆଲ ଆଣ୍ଡ କଲଚରାଲ ଲାଇଫ ସାମାଜିକ ସାଂସ୍କୃତିକ ଜୀବନରେ ତାଙ୍କର ଭୂମିକା କଣ ଥିଲା? ସତ୍ୟଭାମା ସାମାଜିକ ଓ ଧାର୍ମିକ ପରମ୍ପରାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ବିଭିନ୍ନ ଧାର୍ମିକ କାର୍ଯ୍ୟ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରୁଥିଲେ। Her story is often used to show the importance of women in maintaining cultural values and traditions. ତାଙ୍କର ଜୀବନ କଥା ଯୋଉଟାକି ସମାଜରେ ନାରୀଙ୍କ ଗୁରୁତ୍ୱ କଣ ଆଉ ତାଙ୍କର ସାଂସ୍କୃତିକ ମୂଲ୍ୟକୁ ମଧ୍ୟ ପ୍ରକାଶ କରେ। ଇନଫ୍ଲୁଏନ୍ସ ଅନ୍ ସୋସାଇଟି ସମାଜ ଉପରେ ତାଙ୍କର ପ୍ରଭାବ କଣ ରହିଛି? ସତ୍ୟଭାମାଙ୍କର ବ୍ୟକ୍ତିତ୍ୱ ଯୋଉଟା କି ସମାଜ ଉପରେ ବଡ ପ୍ରଭାବ ପକେଇଥିଲା। She inspired people with her courage, intelligence, and determination. Her example encouraged respect for women and highlighted their abilities. ତ ତାଙ୍କର ଯୋଉଟା କି ସାହସ ଥିଲା ବୁଦ୍ଧିମତ୍ତା ଓ ଆତ୍ମବିଶ୍ୱାସ ଏଇ ସବୁ ଅନେକ ଲୋକଙ୍କୁ ପ୍ରେରଣା ଦଉଥିଲା ଅନେକ ସ୍ତ୍ରୀ ଲୋକ ବା ନାରୀ ମାନଙ୍କୁ ବି ପ୍ରେରଣା ଦଉଥିଲା। ଆଉ ସେ ହଉଛନ୍ତି ଶକ୍ତି ଆଉ ଯୋଉଟା ଏନର୍ଜି ବା ସମ୍ମାନ ଆଉ ସ୍ୱାଧୀନତାର ପ୍ରତୀକ ଭାବେ ବି ସ୍ମରଣୀୟ। ତ ବେସିକାଲି କଣ ଜାଣିବାକୁ ପାଇଲେ ନା ସତ୍ୟଭାମା ହଉଛନ୍ତି ଜଣେ ପୁରାଣ ବା ପୁରାତନ ଭାରତୀୟ ପରମ୍ପରା ଜଣେ ପ୍ରଭାବଶାଳୀ ନାରୀ
ବ୍ୟକ୍ତିତ୍ୱ ଭାବେ ପରିଚିତ। ତାଙ୍କର ସାହସ, ବୁଦ୍ଧିମତ୍ତା, ନେତୃତ୍ୱ ତାଙ୍କୁ ସ୍ପେଶାଲ ବା ବିଶେଷ ସ୍ଥାନ ଦେଇଛି। ତାଙ୍କର ଜୀବନ କଥା ନାରୀର ଶକ୍ତି ଓ ସମ୍ଭାବନାକୁ ପ୍ରକାଶ କରେ, ଆଉ ଯୋଉଟା କି ଆଜି ପର୍ଯ୍ୟନ୍ତ ବି ଲୋକଙ୍କୁ ପ୍ରେରଣା ଦେଇ ଆସେ। ବେଦିକ ପିରିୟଡ ଅନୁସାରେ ତାଙ୍କର ଇନଫ୍ଲୁଏନ୍ସ ଏଇଆ ରହିଛି ସୋସାଇଟି ଉପରେ ସତ୍ୟଭାମାଙ୍କର। ତ ଏଇ ପାର୍ଟରେ ଆମେ ଜାଣିବାକୁ ପାଇଲେ କି ବେଦିକ ପିରିୟଡରେ ସତ୍ୟଭାମାଙ୍କର ଇନଫ୍ଲୁଏନ୍ସ କଣ ଥିଲା ବା ତାଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ କେମିତି କଣ ଥିଲା, ସେ କୋଉ ଭାବରେ ରିଲେଟେଡ। ନେକ୍ସଟ ଭିଡିଓରେ ଆମେ ଡିସ୍କସନ କରିବା ୟୁନିଟ୍ 3 ର ଆଉ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ। ସୋ ଦେଖା ହବ ନେକ୍ସଟ ଭିଡିଓରେ। ଥ୍ୟାଙ୍କ ୟୁ।